सशक्त ओडिशा गठन राज्य सरकारଙ୍କର लक्ष्य। ସେଥିପାଇଁ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଶୁକ୍ରବାର ପୂର୍ବାହ୍ନରେ ନିମାପଡ଼ା ଶହୀଦ ସ୍ମୃତି ସଂସଦଠାରେ ମହିଳାମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ କାନାରା ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଋଣ ମେଳାରେ କହିଥିଲେ। ଏହି ମେଳାରେ 410 କୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 25 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରଥମ ଥର ଲାଗି ମହିଳାମାନଙ୍କ ପାଇଁ ଏଭଳି ଏକ ଋଣ ମେଳାର ଆୟୋଜନ କରାଯିବା ସମଗ୍ର ମହିଳାମାନଙ୍କ ପାଇଁ ଗର୍ବ ଓ ପ୍ରେରଣାଦାୟକ ବୋଲି କହିଥିଲେ। ସଶକ୍ତ ଓଡିଶା ଗଠନରେ ସମସ୍ତଙ୍କର ଦାୟିତ୍ୱ ରହିଛି। ମହିଳାମାନେ ସଶକ୍ତ ହେଲେ ପୂରା ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହେବ। ଏତଦ୍‌ବ୍ୟତୀତ ସମାଜ ଗଠନରେ ତାଙ୍କର ଭାଗିଦାରୀ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ମିଶନ ଶକ୍ତିର ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ, କାନାରା ବ୍ୟାଙ୍କ ମୁଖ୍ୟ ଦିବାକର ପ୍ରସାଦ ହରିଚନ୍ଦନ, ପିସି ୱିଙ୍ଗସର ଜେନେରାଲ ମ୍ୟାନେଜର ମମତା ଏଚ୍ ଯୋଶୀ, ଜଗଦୀଶ ଚନ୍ଦର, ରିଜିଓନାଲ ଚିଫ୍ ମହାମାୟା ପ୍ରସାଦ ରାୟ, ନିମାପଡ଼ା କାନାରା ବ୍ୟାଙ୍କ ମ୍ୟାନେଜର ମିଲନ ପୃଷ୍ଟି ପ୍ରମୁଖ ଯୋଗଦେଇ ମହିଳାମାନଙ୍କୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାକୁ ଉପଯୋଗ କରି ସେମାନେ ନିଜର ଦକ୍ଷତା ପ୍ରତିପାଦିତ କରି ଉନ୍ନତି ପଥରେ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ।